ନିଖୋଜ ବ୍ୟକ୍ତିଙ୍କ 3 ଦିନ ପରେ ଖଡ଼ଖାଇ ନଦୀରୁ ଶବ ଉଦ୍ଧାର। ଗତ 23 ତାରିଖରେ ନିଖୋଜ ହେବା ପରେ ଥାନାରେ ସ୍ତ୍ରୀ ଦୀପିକା ବେହେରା କରିଥିଲେ ନିଖୋଜ ଅଭିଯୋଗ। କିନ୍ତୁ ଅଭିଯୋଗ ଆଧାରରେ ରାଇରଙ୍ଗପୁର ଟାଉନ ପୋଲିସ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ, କିନ୍ତୁ ତାଙ୍କୁ କେଉଁଠାରୁ ବି ପାଇନଥିଲେ। ଆଜି ଉକ୍ତ ବ୍ୟକ୍ତିଙ୍କର ମୃତଦେହ ଖଡ଼ଖାଇ ନଦୀ କୂଳରେ ଭାସୁଥିବା ରହଣୀକୁଦର ଗ୍ରାମର କିଛି ମହିଳାଙ୍କ ନଜରକୁ ଆସିଥିଲା। ପରେ ଏହି ଖବର ବିଜୁଳି ବେଗରେ ପ୍ରଘଟ ହେବା ପରେ ଭାସୁଥିବା ମୃତ ଶରୀରକୁ ଦେଖି କିଛି ଲୋକ ତାଙ୍କୁ ଚିହ୍ନଟ କରିଥିଲେ ଏବଂ ରାଇରଙ୍ଗପୁର ଟାଉନ ପୋଲିସକୁ ଖବର ଦେଇଥିଲେ। ଏଭଳି ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଖଡ଼ଖାଇ ନଦୀ ରହଣୀକୁଦ ଘାଟରୁ। ମୃତକ ହେଲେ ରାଇରଙ୍ଗପୁର ପୌର ପରିଷଦ ଅନ୍ତର୍ଗତ ଇଚିଣ୍ଡା ୱାର୍ଡ ନମ୍ବର 12ର ଧୀରଜ ବେହେରା। ପୋଲିସ ଶବ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ରାଇରଙ୍ଗପୁର ଡାକ୍ତରଖାନାକୁ ପଠାଇଥିଲେ ଓ ଉକ୍ତ ଘଟଣାରେ ଏକ ଅପମୃତ କେସ୍ ନମ୍ବର 16/25ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ରାଇରଙ୍ଗପୁରରୁ ଉତ୍ତମ ରାମଙ୍କ ରିପୋର୍ଟ, ଖୋଲା ଖବର ଟିଭି।